ଅଗ୍ନିକନ୍ୟା। ବାପା ମା କେହି ନୁହନ୍ତି ସ୍ୱାର୍ଥପର ପୁଅ ପାଇଁ। ସ୍ୱାର୍ଥ, ଅର୍ଥ ଏବଂ ଭୋଗଲିପ୍ସା ପାଇଁ ବାପା ମା ସାତପର ହୋଇଯାଇଛନ୍ତି। ମନ ମଉଳି ଯାଇଛି, ହୃଦୟ ଭାଙ୍ଗି ଯାଇଛି। ଭଙ୍ଗା ଭଙ୍ଗା ମନର ଟୁକୁଡ଼ା ଟୁକୁଡ଼ା ବୋଝକୁ ସେ ଯେମିତି କାନ୍ଧରେ ବୋହି ଚାଲିଛନ୍ତି। କାନ୍ଧର ବୋଝ ବେଳକୁ ବେଳ ଓଜନିଆ ହୋଇଯାଉଛି। ପାଦ ଦୁଇଟି ଅଶକ୍ତ ହୋଇଯାଉଛି। ବୋହିବାକୁ ଆଉ ବଳ ପାଉନାହିଁ। ପୁଅର କଥାଗୁଡ଼ିକ ଯେମିତି ମାଆକୁ ଲାଗୁଥିଲା ସହସ୍ର ବୃଷ୍ଟିକ ତାଙ୍କୁ ଦଂଶନ କରିଚାଲିଛନ୍ତି। କୋହ ଆଉ ମୋହରେ ଫେଣ୍ଟି ହେଇ ଯାଉଥିଲେ ମା। ସମ୍ପୂର୍ଣ୍ଣ କାହାଣୀଟି କ'ଣ ଆସନ୍ତୁ ଶୁଣିବା। ଅଶିଣ ମାସର ମଉଳା ଅପରାହ୍ନ, ଶାରଦୀୟ ନବରାତ୍ରିର ସପ୍ତମୀ। ପୂଜା ଛୁଟିରେ ଗାଁକୁ ଯିବା ପାଇଁ ତତ୍ପର ସହରର ସରକାରୀ କର୍ମଚାରୀ। ମନେ ପଡ଼ିଲାଣି ଗାଁ ମାଟି, ପାଣି, ପବନ। ମନକୁ ଟାଣି ନେଉଛି ଗାଁ ମାଟିର ମହକ। ଚଲା ବାଟର ଦୁଇ ପାଖେ ସବୁଜ ଧାନ କିଆରୀ, ସ୍ୱଚ୍ଛ ସଲିଳା ଅଙ୍କାବଙ୍କା ନଈ, ଫୁଲର ଶାରଦୀୟ କାଶତଣ୍ଡି। ନଈ କୂଳେ କୂଳେ କାଶ ସମ୍ଭାର। ଗାଁ ପୋଖରୀରେ ଫୁଟିଥିବା ଧଳା, ନାଲି, ନୀଳ କଇଁ। ଦୂରରୁ ଭାସି ଆସୁଥିବା କପୋତୀର ଗୁମୁରା ସ୍ୱର। ନୀଳ ଡେଣା ଦୁଇଟି ମେଲାଇ ଉଡ଼ି ଯାଉଥିବା ଭଦଭଦଳିଆ ପକ୍ଷୀ। ପ୍ରସ୍ତୁତି ସରିଛି। ପରଦିନ ସକାଳୁ ସପରିବାର ବସ୍ ଯୋଗେ ଗାଁକୁ ଯିବେ ହରିଶ। କଟକରୁ ଭଦ୍ରକ, ଭଦ୍ରକରୁ କେଦାରପୁର, କେଦାରପୁରରୁ 5 ମାଇଲ ଚଲାବାଟ ନିଜର ଜନ୍ମିତ ଗାଁ। ପୁରୁଣା ବସ୍ଷ୍ଟାଣ୍ଡରେ ପତ୍ରିକା ଦୋକାନରେ ଗୋଟେ ପରେ ଗୋଟିଏ ପତ୍ରିକା ସବୁ ଖେଳାଇ ଦେଖୁଛନ୍ତି ହରିଶ। ଆରେ ଭାଇ ହରିଶ। ସମ୍ବୋଧନ ବାକ୍ୟଟି ଶୁଣି ପତ୍ରିକାରୁ ମୁହଁ ଉଠାଇ ଚାହିଁଲେ ହରିଶ। ବନ୍ଧୁ ବିନୋଦ ଆସୁଛନ୍ତି। ମୁହଁ ଉଠାଇ ଦେଖୁ ନ ଦେଖୁଣୁ ପ୍ରଶ୍ନ ପଚାରି ଚାଲିଲେ ବିନୋଦ। ଅଫିସରୁ କେତେବେଳେ ଫେରିଲୁ ବନ୍ଧୁ? ଗାଁକୁ କେବେ ଯାଉଛ? ଦପ୍ତରରେ ସଚିବ ଥିଲେ କି? ବିଜୟଲକ୍ଷ୍ମୀ ମ୍ୟାଡ଼ାମ୍ ଥିଲେ ନା ନାହିଁ? ଏକାବେଳକେ 4ଟି ପ୍ରଶ୍ନ। କେଉଁ ପ୍ରଶ୍ନର ଉତ୍ତର ଦେବେ ଠିକ୍ କରିପାରିଲେ ନାହିଁ ହରିଶ। ବନ୍ଧୁ ବିନୋଦଙ୍କୁ ନିରେଖି ଚାହିଁଲେ। ମସ୍ତକର କେଶରାଶିରେ ବୋଳା ହୋଇଛି କେଶକଳା। ମସ୍ତକରେ କେଉଁଠି କେଉଁଠି ଧଳା କେଶରୁ କଳା ଛାଡ଼ିଯାଇଛି। ନିର୍ମଳ ଶରତର ନୀଳ ଆକାଶରେ ଶୋଭା ପାଉଥିବା ଖଣ୍ଡ ଖଣ୍ଡ ଧଳା ମେଘ ଯେମିତି ପ୍ରତୀୟମାନ ହେଉଛି। ଅଶିଣ ଆକାଶର ସୁନ୍ଦର ଉପମାଟିଏ। ହରିଶ କହିଲେ, ବନ୍ଧୁ ଏକାବେଳକେ 4ଟି ପ୍ରଶ୍ନ? ବିଧାନସଭା ଅଧିବେଶନରେ ପ୍ରଶ୍ନକାଳ ପରି। କେଉଁ ପ୍ରଶ୍ନର ଉତ୍ତର ଦେବି? ଅଗ୍ରାଧିକାର ଭିତ୍ତିରେ କୁହ ବନ୍ଧୁ। ଚତୁର୍ଥ ପ୍ରଶ୍ନଟିକୁ ଅଗ୍ରାଧିକାର ଭିତ୍ତିରେ ନିଆଯାଉ ହରିଶ, କହିଲେ ବିନୋଦ। ବିଜୟଲକ୍ଷ୍ମୀ ମ୍ୟାଡ଼ାମ୍ ପ୍ରଶ୍ନ ତାଲିକାର ଶେଷରେ ଥିଲେ। ଶୀର୍ଷକୁ ଆସିଗଲେ କେମିତି? ବନ୍ଧୁ ମହିଳାଙ୍କ ପାଇଁ ଅଗ୍ରାଧିକାର ନୀତିରେ ନୁହେଁ ତ? ଆରେ ବନ୍ଧୁ ହରିଶ, ସେମିତି କିଛି ନୁହେଁ। କୁମାର ପୂର୍ଣ୍ଣିମା ଦିନ ବିଜୟଲକ୍ଷ୍ମୀ କବିତା ସଂକଳନଟିଏ ମ୍ୟାଡ଼ାମଙ୍କର ଲୋକାର୍ପଣ ହେବ। ସେହି ଅବସରରେ କବିତା ପାଠ ହେବ। ସେହି ସମସ୍ତ ଦାୟିତ୍ୱ ମୋ ଉପରେ ନ୍ୟସ୍ତ କରିଛନ୍ତି ସେ। କବିତା ପାଠ ସଂଯୋଜନାର ଦାୟିତ୍ୱ ମଧ୍ୟ ମୋ ଉପରେ। ସେଥିପାଇଁ ପଚାରୁଥିଲି ମ୍ୟାଡ଼ାମଙ୍କ କଥା। ବନ୍ଧୁବର ସେହି ଉଦ୍ଦେଶ୍ୟରେ ସିଧା ସିଧା ପତ୍ରିକା ଦୋକାନକୁ ଆଗମନ। 2-3ଟି ପତ୍ରିକା କିଣି କବିତା ଉପରେ ଆଖି ବୁଲାଇ ନେଲେ ସେଥିରୁ ଭାବ ଆସିବ, ଆଉ ଭାବରୁ କବିତା ଫୁଟିବ। ସଂଯୋଜନାଟି ମଧ୍ୟ ସୁନ୍ଦର ହେବ। ଆରେ ଭାଇ ହରିଶ, କବିର ଭାବ ପରା କବିତା। ଭାବ ବିନା କବିତା କାହିଁ? ହରିଶ କହିଥିଲେ, ଠିକ୍ କଥା ବିନୋଦ। ଯେପରି ପାଣି ବିନା ମାଛ ନାହିଁ। କବିତାଗୁଡ଼ିକୁ ଗୁଡ଼େଇ ତୁଡ଼େଇ ପଢ଼ିଲେ ହୃଦୟକୁଞ୍ଜରୁ ଭାବ ଉତୁରିବ। ଭାବ ସବୁ କବିତାର ରୂପ ନେବ। ଆସରରେ ପାଠ ହେବ। କବିତା ଭାବରେ ବିଭୋର ହୋଇ ସତୀର୍ଥ କବିମାନେ କରତାଳିରେ ପୋତି ପକାଇବେ। ବିନୋଦ କହିଥିଲେ, ଭାଇ ହରିଶ, ଭାଷଣ ସେତିକି ଥାଉ। ଏଇ ଧର ନିମନ୍ତ୍ରଣ ପତ୍ର। କବିତାଟିଏ ସାଥିରେ ନେଇ କୁମାର ପୂର୍ଣ୍ଣିମା ଦିନ ଆସିବ ନିଶ୍ଚୟ। ମୁଁ ଆସୁଛି ବନ୍ଧୁ। ହରିଶ କହିଥିଲେ, ପ୍ରଶ୍ନକାଳ ସରିନି ଭାଇ ବିନୋଦ। ଏଇ ମ୍ୟାଡ଼ାମଙ୍କ କଥା। ନାଁଟି ବିଜୟଲକ୍ଷ୍ମୀ। ତନୁ ଲାବଣ୍ୟ ନାଁଟିର ଅନୁରୂପ। ନାଁ ଆଉ ରୂପ ସହିତ ସ୍ୱଭାବତଃ ମେଳ ଖାଉନି। କଥାଗୁଡ଼ିକ ମୁଗୁନି ପଥର। ଜିଭଟି କ୍ଷୀରୋଧାର। ଯାହା କହିବେ ରୋକଠୋକ, ସିଧା ସିଧା କଥା। ସୂତାଟିଏ ବି ଏପଟ ସେପଟ ହେବ ନାହିଁ। ତେଣିକି ଭୂଖଣ୍ଡ ଭାସୁ କି ବୁଡ଼ୁ, ସ୍ୱଭାବ ହେଉଛି ମନୁଷ୍ୟର ସହଜାତ। ଶୁଣି ବିନୋଦ କହିଥିଲେ, ରୂପଟି ପିତୃମାତୃ ଦତ୍ତ। ମନୁଷ୍ୟର ଜନ୍ମ ଜନ୍ମର କର୍ମର ପ୍ରଭାବ ଚିତ୍ତରେ ସଞ୍ଚିତ ହୋଇ ରହିଥାଏ, ଯାହାକୁ ଆମେ ସଂସ୍କାର କହୁ। ସେହି ସଂସ୍କାର ହିଁ ମନୁଷ୍ୟର ପ୍ରଭାବ ବା ପ୍ରକୃତି ରୂପେ ଜନ୍ମ ଜନ୍ମାନ୍ତରରେ ପରିପ୍ରକାଶ ହୋଇଥାଏ। ଭାଗବତରେ ପରା ଅତିବଡ଼ି ଜଗନ୍ନାଥ ଦାସ କହିଲେ, ଯାହାର ଯେମନ୍ତ ପ୍ରଭାବ ଗୁରୁ କହିଲେ କିସ ହେବ। ତାପରେ ହରିଶ କହିଲେ, ତମର ଦର୍ଶନ ତତ୍ତ୍ୱ ସମ୍ପୂର୍ଣ୍ଣ ଠିକ୍ ବନ୍ଧୁ। ବିଜୟଲକ୍ଷ୍ମୀ ଜଣେ କବିୟତ୍ରୀ। କଥାରେ ଅଛି ପରା, କବିତୁଣ୍ଡ ମେଣ୍ଢା ମୁଣ୍ଡ। ମେଣ୍ଢାର ମୁଣ୍ଡଟି ଯେମିତି ଟାଣ,
कभिर तुंडटी सेमिति बड़ विचित्र जीवटीए मैडम जनक। शुणी विनोद कहिले, ठीक कथा बंधु, से विचित्र जीवटीए किंतु कंगारू नुहंती। विचित्र कर्मा झांसी राणी लक्ष्मीबाई। तापरे हरीश कहिले, छाड़ से कथा, से झांसी राणी लक्ष्मीबाई हुंतु किंबा बांकी राणी सुखदेई हुंतु, हेले बंधु तमर आउ विजयलक्ष्मी मैडमकर साहित्य क्षेत्र में मणिकांचन संजोगटी है किपरि? विनोद कही, आम रेभेन्सा विश्वविद्यालय पढ़ुलु, उभय सहपाठी थिलु। ओडिया भाषा साहित्य विभाग में समाजवादर प्रचार प्रसार उद्देश्य स्वीकृति नामक संगठनटी करूँ। विजयलक्ष्मी मैडम संगठनर अववाहिका थिले। लोक संपर्क नामक पत्रिकाटी प्रकाश करूँ। मैडम थिले पत्रिकार संपादिका, मु थिली सह संपादक। यही हेउछि आमर छात्र जीवनर साहित्यर साधनार कथा। एमए पाठ पढ़ा सरिला, आउ केते दिन पितामातांकर झाड़बुआ धन खाई घोड़ा आगे डेइबू। पेट पाटणा कथा मुंडू छुईला। पेट चाखंड किसी गोटे बाट करने को पड़ो। सरकारी दफ्तर में चाकरी खंडे भाग्य जुटिगले जीवन जीविका सुरक्षित। आम उभय ओडिशा प्रशासनिक सेवा परीक्षा देलु। सचिवालय रे चाकरी खंडे पाई कनिष्ठ सहायक परीक्षा मध्य देलु। मैडम प्रशासनिक सेवा परीक्षा रे उत्तीर्ण हेले। मु कनिष्ठ सहायक परीक्षा रे उत्तीर्ण होई राजस्व विभाग रे जोग देली। चाकरी कला फरठारु आमर आउ जोगाजोग नथिला। तेल ऋण संसार अड़ुआ सूतार खियो खोलु खोलु तो समय बीती जाउची, किए बा काहा कथा बुझुची। आपे बंचिथिले बापर ना न्याय समाजवाद पई स्वर उठाउथबा व्यक्ति दुईटी निज निज कार्य आंठेई पड़ुछु। पेटरे दी मुठा दाना न पड़िले हंसा उड़ीजीव। आ समाजवादर कथा ना क्रांतिर वार्ता सबु हार मानिला से पेट चाकणक आगरे। विभिन्न खଣି अंचलरू कलामुगुनी पथर चोरा चालाण प्रसंग को नहीं विधानसभा हुलुसुलु हैला। राजस्व विभाग संपृक्त जिलापाल को चिठी दिगला। मुगुनी पथर चोरा चालाण रोकवाई सहकारी तहसिलदार मानू दायित्व दिगला। सेतेबेले मु जानिली जे विजयलक्ष्मी सहकारी तहसिलदार रूपे कोरापुट जिले में नियुक्ति पाई। सरकार निर्देश क्रमे थाना को खबर दे दुई जन सहकर्मी को धरी मुगुनी पथर चोरा चालाण रोकवाई सकाळु सकाळु विजयलक्ष्मी बाहरी गले। पथरकणी पाखरे पहुँची ट्रक जबत कले। खबर पाई पत्थर माफिया आसी पहुँची गले। से तहसिलदार विजयलक्ष्मी को कहिले, मैडम आपण नुआ आसी पत्थर चोरा चालाणर फंदी फिकर जानी नांती। ये तो आजिकालिका नुआ कथा नुहे। वर्ष वर्ष धरी एमिति चली तलटू उफर पर्यंत जी जार पाउना नहीं जाउचंती। आपण को पाउना आपण नहीं जातु, कहीं निआ सहित खेलुचंती। विजयलक्ष्मी देवी कही, आपण जहाँ कहते सत्यता थाईपारे। मु अग्निकन्या, निआ सहित खेलिबा मो पाई नुआ नुहे। पत्थर बोझे ट्रक जबत हो सारी। मु ट्रक छाड़ी पारिबी नाही, दयाकरी आपण फेरी जातु। पत्थर माफिया सरदार कही, पत्थर बोझे ट्रक छाड़ी दिंतु मैडम, नचेत अग्निकन्या पांचाली को कुरुसभार दुर्दशा भोगवाक हेब। बड़ बड़ गले फसर फाटी, सान आसी बेसर बाटी। विजयलक्ष्मी देवी कही, कंसारी घरर पारा आगरे कुला ढाऊ ढाऊर किछि मूल्य नहीं। हाथ दुईटा पणतकानी छुईबा आगरू दुशासनर दुर्दशा भोगवाक हेब महाशय। पत्थर माफियार युद्ध देई डाकरा को प्रतिहत करने अंटारे पणतकानी भिड़ी प्रस्तुत होईगले विजयलक्ष्मी। सेठारे सहकारी तहसिलदार को आक्रमण करी जबत होइतिबा पत्थर बोझे ट्रक मुकुड़ाई नहीं जिबे पत्थर माफिया। एही उद्देश्य मैडम को आक्रमण करने झपटी आसिले पत्थर माफिया। पछकू सामान्य घुंची जाई शक्त झकाटीए देले मैडम पत्थर माफिया को। चलिला आक्रमण एवं प्रत्याक्रमण सते जेमिति महिषासुर एवं महिषमर्दिनी दुर्गांक महासमर। कराटे बक्सिंग सबू प्रयोग करी विफल होई धराशायी हेले पत्थर माफिया। पकेटरे पिस्तल बाहर करने पूर्व आत्मरक्षा पाई नैथिबा शाणित छुरिका पत्थर माफिया गलार लगाईदेले विजयलक्ष्मी। पुलिस गाड़ीर साइरन शुबिला। पहुँची गले सशस्त्र पुलिस बाहिनी। गिरफ हेले पत्थर चोर। मोकदमा चलिला। जामिन रे आसिले पत्थर माफिया। अन्य जिला को बदली है विजयलक्ष्मी मैडमकर। जिले में अवस्थापित होई संप्रति राजस्व विभाग में कार्यरता मैडम विजयलक्ष्मी। ए सबु शुणी हरीश कही, मैडमकर विलक्षण कहानीटीए तो शुणाइल बंधु विनोद। चल चा पान करी घर को फेरिबा। विलंब हेले तेणे हांडीशाल रे विप्लव आरंभ होइजिब। विनोद कही, कथा सरी नहीं कि फूल गछ मरी नहीं बंधु। हरीश कही, हौ तम कथा कोणार्कर शीघ्र शीघ्र मुंडी मार। संध्या सुधा घरे पहुँचवाक हेब। मार्गशीर मास माणबसा गुरुवार बाकी थाए 2 दिन।
ମ୍ୟାଡ଼ାମଙ୍କ ଛାଡ଼ପତ୍ର ମୋକଦ୍ଦମାର ଚୂଡ଼ାନ୍ତ ରାୟ ଆସିଲା। ଅର୍ଥଲିପ୍ସୁ, ସ୍ୱାର୍ଥବାଦୀ ଓ କୁପଥଗାମୀ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଥିଲେ ବିଜୟଲକ୍ଷ୍ମୀ। ମାଣବସା ଗୁରୁବାର। ମା ଲକ୍ଷ୍ମୀଙ୍କ ପୂଜାରେ ବ୍ୟସ୍ତ ସମସ୍ତ ଓଡ଼ିଆ ପରିବାର। ଝୋଟି ଝଟକୁଛି ଦାଣ୍ଡ ଦୁଆରେ, ଘର ଅଗଣାରେ। ପିଠାପଣାର ମହକ ଭାସି ଆସୁଛି, ହେଲେ ମାଣବସାର ମହକ ମଉଳି ଯାଉଛି ସାମନ୍ତରାୟ ପରିବାରରୁ। ଅବସରପ୍ରାପ୍ତ ପ୍ରାଧ୍ୟାପକ ଜନ୍ମଦେବ ସାମନ୍ତରାୟ ଚିନ୍ତିତ ଅବସ୍ଥାରେ ବସିଛନ୍ତି। ପାଖରେ ବସିଛନ୍ତି ପତ୍ନୀ ସୁରଭି। ପରିବାରରେ ଅଶାନ୍ତିର ଝଡ଼। ଜୀବନର ଅପରାହ୍ନରେ ନିରାଶାର ଜୁଆର ମାଡ଼ି ଆସୁଛି। ସାଥିରେ 10 ବର୍ଷର ପୁଅକୁ ଧରି ଘର ଭିତରକୁ ପ୍ରବେଶ କରିଥିଲେ ବିଜୟଲକ୍ଷ୍ମୀ। ଏରୁଣ୍ଡି ପାଖରେ ପାଦ ଅଟକିଗଲା। କାନରେ ପଡ଼ିଗଲା ଛାଡ଼ପତ୍ର ଦେଇଥିବା ପତି ମହାଶୟ ଯତୀନଙ୍କର କଥା। ଯତୀନ କହୁଥିଲେ, ବାପା, ଛାଡ଼ପତ୍ର ମାମଲାର ରାୟ ଆସିଯାଇଛି। ବିଜୟଲକ୍ଷ୍ମୀ ମୋତେ ଆଇନତଃ ଛାଡ଼ପତ୍ର ଦେଇଛନ୍ତି। ନନ୍ଦିନୀକୁ ବିବାହ କରିବାରେ ଆଉ କୌଣସି ପ୍ରତିବନ୍ଧକ ନାହିଁ। ଆସନ୍ତା ମାର୍ଚ୍ଚ ମାସରେ ନନ୍ଦିନୀ ସହିତ ମୋର କୋର୍ଟ ମ୍ୟାରେଜ୍ ହେବ। ପୁଅ ଯତୀନର ଏପରି ସଂସ୍କାରହୀନ ଆଚରଣରେ କ୍ଷୁବ୍ଧ ହେଲେ ପିତା ଜନ୍ମଜୟ। ମନରେ କ୍ଷୋଭ, ହୃଦୟରେ ଦୁଃଖ। ମାତା ସୁରଭିଙ୍କ ମନରେ ବହିଗଲା ଏକ ଦୁଃଖଭରା ଝଡ଼। ବିରକ୍ତ ଭାବ ପ୍ରକାଶ କରି ଜନ୍ମଜୟ କହିଲେ, ଏହି ବିବାହ ତୋର ନିଷ୍ପତ୍ତି। ଆମର ଏଥିରେ ସହମତି ନାହିଁ କିମ୍ବା କୌଣସି ଆଗ୍ରହ ନାହିଁ। ପିତାମାତା ଭାବେ ଆମର ଆଶୀର୍ବାଦ ରହିଲା। ଯେଉଁଠି ରହ, ଭଲରେ ରହ। ଈଶ୍ୱର ତୋତେ ସଦ୍ବୁଦ୍ଧି ଦିଅନ୍ତୁ। ପୁଅ ଯତୀନର କଥାଗୁଡ଼ାକ ଯେମିତି କଟା ଘାରେ ଚୂନ ଦେଲା ପରି ବୋଧ ହେଲା ପିତାମାତାଙ୍କୁ। ବାପା ମା କେହି ନୁହନ୍ତି ସ୍ୱାର୍ଥପର ପୁଅ ପାଇଁ। ସ୍ୱାର୍ଥ, ଅର୍ଥ ଏବଂ ଭୋଗଲିପ୍ସା ପାଇଁ ବାପା ମା ସାତପର ହୋଇଯାଇଛନ୍ତି। ମନ ମଉଳି ଯାଇଛି, ହୃଦୟ ଭାଙ୍ଗି ଯାଇଛି। ଭଙ୍ଗା ମନର ଟୁକୁଡ଼ା ଟୁକୁଡ଼ା ବୋଝକୁ ସେ ଯେମିତି କାନ୍ଧରେ ବୋହି ଚାଲିଛନ୍ତି। କାନ୍ଧର ବୋଝ ବେଳକୁ ବେଳ ଓଜନିଆ ହୋଇଯାଉଛି। ପାଦ ଦୁଇଟି ଅଶକ୍ତ ହୋଇଯାଉଛି। ବୋହିବାକୁ ଆଉ ବଳ ପାଉନାହିଁ। ପୁଅର କଥାଗୁଡ଼ିକ ଯେମିତି ସୁରଭିଙ୍କୁ ଲାଗୁଥିଲା ସହସ୍ର ବୃଶ୍ଚିକ ତାଙ୍କୁ ଦର୍ଶନ କରି ଚାଲିଛନ୍ତି। କୋହ ଆଉ ମୋହରେ ଫେଣ୍ଟି ହେଇ ଯାଉଥିଲେ ସୁରଭି। ପୁଅକୁ କହିଲେ, ଆରେ ପୁଅ, ତତେ 10 ମାସ ଗର୍ଭରେ ଧରିଥିଲି। ଦେହରୁ ପୁଳା ପୁଳା ରକ୍ତ ନିଗାଡ଼ି ମାଂସ ପିଣ୍ଡୁଆଟିକୁ ମଣିଷର ଛାଞ୍ଚ ଦେଲି। ଅନ୍ତ ଫାଡ଼ି ଜନ୍ମ ଦେଲି। ପଣତ କାନିରେ ଘୋଡ଼େଇ ରଖିଲି। କୋଳରେ ବଢ଼ାଇଲି। କେତେ ଦିଅଁ ଦେବତାଙ୍କୁ ଦିନରାତି ଡାକିଛି ରେ ପୁଅ। ସେଇ ମା ତୋର ଆଜି ସାତପର ହୋଇଗଲା। ତୁ ତ ମାୟାବିନୀର ମାୟାରେ ପଡ଼ିଛୁ। ତୁ କିପରି ବୁଝିବୁ ମାଆର ମନ ଆଉ ମାଆର ବେଦନା? ଜନ୍ମଜୟ ବାବୁ କହୁଥିଲେ, ମନ ବୋଧ କର ସୁରଭି। ମନସ୍ତାପର କୌଣସି ମୂଲ୍ୟ ନାହିଁ। ଶରୀର କ୍ଷୀଣ ହିଁ ସାର ହେବ। ଆମର ସ୍ୱାର୍ଥ ସର୍ବସ୍ୱ ସୁପୁତ୍ରକୁ ଏସବୁ କିଛି ଦେଖାଯାଉନାହିଁ ସୁରଭି। ମନକୁ ବା ବୁଝାଇବେ କିପରି? ଅବାଟରେ ପାଦ ଦେଇଛି ପୁଅ। ଆଖି ଆଗରେ ପୁଅର ସର୍ବନାଶ ହେବାକୁ ଯାଉଛି। ମା ହୋଇ ଧୈର୍ଯ୍ୟ ଧରିବେ କେମିତି? ଧୈର୍ଯ୍ୟର ବନ୍ଧ ଭାଙ୍ଗି ଯାଉଛି। ପୁଅକୁ ବୁଝାଇ କହିଲେ ସୁରଭି, ଅବାଟରେ ଯା ନା ରେ ପୁଅ, ବାଟକୁ ଫେରିଆସ। ଶୁଦ୍ଧ ସୁବର୍ଷ ପରି ମୋର କୁଳଲକ୍ଷ୍ମୀକୁ ଛାଡ଼ି ମାୟା ମିରିଗର ପଛରେ କାହିଁକି ଧାଇଁଛୁ? ବଜାରର ସ୍ୱାଦିଷ୍ଟ ରଙ୍ଗୀନ ପାନୀୟରେ ଶୋଷ ମେଣ୍ଢି ନଥାଏ, ବରଂ ଶୋଷ ବଢ଼ିଥାଏ। ଘରେ ସାଇତା ମାଟି ପାତ୍ରର ସୁଶୀତଳ ଜଳରେ ଶୋଷ ନିବାରିତ ହୋଇଥାଏ। ଭଙ୍ଗା ସଂସାରକୁ ତୋର ପୁଣି ଗଢ଼ିବା ପାଇଁ ମୁଁ ପଣତ କାନି ପାତି ବୋହୂକୁ ଭିକ ମାଗିବି ପଛକେ। ତୁ ଅବାଟରେ ପାଦ ଆଉ ବଢ଼ାନା ପୁଅ। ଯତୀନ ଉତ୍ତର ଦେଇଥିଲେ, ମୁଁ ଆଉ କ'ଣ ବା କରିବି ମା? ବିଜୟଲକ୍ଷ୍ମୀ ତ ମୋତେ ଛାଡ଼ପତ୍ର ଦେଲା। ସୁରଭି ଦେବୀ ଶୁଣି କହୁଥିଲେ, ତୁ ତ ବିଜୟଲକ୍ଷ୍ମୀକୁ ଛାଡ଼ି ଦେଇଥିଲୁ। ଆଇନତଃ ସିନା ଛାଡ଼ପତ୍ର ହୋଇନଥିଲା, ତୁମେ ଦୁହେଁ ତ ଅଲଗା ରହୁଥିଲ। ବୋହୂଟି ମୋର ଅଶାନ୍ତରେ କାଳ କାଟୁଥିଲା। ସିଏ ବା ଆଉ କ'ଣ କରିପାରିଥାନ୍ତା? ଆଇନତଃ ଯାହା ନ୍ୟାୟ ତାହା ସେ କରିବା ପାଇଁ ବାଧ୍ୟ ହେଲା। କିଛି ଅନ୍ୟାୟ କରିନି ବିଜୟଲକ୍ଷ୍ମୀ। ଯତୀନ କହୁଥିଲେ, ବିଜୟଲକ୍ଷ୍ମୀ ଏଣିକି ମୋର ଆଉ କେହି ନୁହେଁ ମା। ମୁଁ ନନ୍ଦିନୀକୁ ବାହା ହୋଇ ମୋର ବୈବାହିକ ଜୀବନ ବିତାଇବି। କଥାଗୁଡ଼ିକ ଖୁବ୍ ବାଧିଲା ସୁରଭିଙ୍କୁ। ସେ ପୁଅର ଏହି ସ୍ୱାର୍ଥ ସର୍ବସ୍ୱ ସଂସ୍କାରହୀନ ଅନୁଭବ କଲେ। ମା ଆଉ ମମତାର ମନ୍ଦାକିନୀ ଧାରଟି ଯେପରି ଶୁଖିଯାଇଛି। କ୍ଷୁବ୍ଧ ହୋଇ କହିଲେ, ସୁରଭି, ମୁଁ ତୋର ମା, ସାମନ୍ତରାୟ ବଂଶର ବୋହୂ। ଛାତି ନିଗାଡ଼ି ତୋତେ କ୍ଷୀର ପିଆଇ ଭେଣ୍ଡା କରି ଥରି ଶେଷରେ ତୁ ମେଣ୍ଢା ହୋଇଗଲୁ। ଯତୀନ, ଛି ଛି, ସରମ ନାହିଁ ରେ ତୋତେ? ସାମନ୍ତରାୟ ବଂଶର ମାନ ମର୍ଯ୍ୟାଦା ସବୁ ବୁଡ଼ାଇ ଦେଲୁ। ସ୍ୱାମୀ ଜନ୍ମଜୟ ଅନୁଭବ କଲେ ବେଳକୁ ବେଳ ଉତ୍ତେଜିତ ହୋଇପଡ଼ୁଛନ୍ତି ସୁରଭି। ଅନ୍ତରର କ୍ଷୋଭ, ଦୁଃଖ, ବିଷାଦ ସବୁ ଯେମିତି ଅଗ୍ନେୟଗିରିର ଲାଭା ପରି ଉଦ୍ଗୀରଣ ହେଉଛି। ଉଚ୍ଚ ରକ୍ତଚାପ ରୋଗୀ ସୁରଭି। କଥାର ଅନ୍ତ ଘଟାଇବା ପାଇଁ ଜନ୍ମଜୟ କହିଲେ, ଯତୀନ, ତୁ ଭାବୁଛୁ ଯେ ତୁ ଯାହା କରୁଛୁ ଠିକ୍ କରୁଛୁ। ତୋ ପାଇଁ ଯାହା ଠିକ୍ ତାହା ଯେ ଆମ ପାଇଁ ଠିକ୍ ହେବ, ଏହା କିପରି ସମ୍ଭବ? ତୋର ଯାହା ଇଚ୍ଛା ତାହା କର। ଆମର କୌଣସି କଥାରେ ବାଧା ଦେବୁ ନାହିଁ। କିନ୍ତୁ ସବୁ କଥା ବୁଝିସୁଝି ଆଗକୁ ପାଦ ବଢ଼ାଇବା ଆବଶ୍ୟକ। ପୁଅ ଯତୀନ କହିଥିଲେ, ମୁଁ ମୋର ଭବିଷ୍ୟତ ଯୋଜନା କରିସାରିଛି ବାପା। ମୁଁ ଗୋଟେ ନର୍ସିଂହୋମ୍ ଖୋଲିବି। ନନ୍ଦିନୀ ପ୍ରସୂତି ରୋଗ ବିଶେଷଜ୍ଞ ଏବଂ ମୁଁ ଶିଶୁ ରୋଗ ବିଶେଷଜ୍ଞ। ମହିଳା ଓ ଶିଶୁକୁ ସ୍ୱାସ୍ଥ୍ୟ ସେବା ଯୋଗାଇବୁ। ଦୈନିକ ଲକ୍ଷାଧିକ ଟଙ୍କା ରୋଜଗାର ହେବ। ଜନ୍ମଜୟ ବାବୁ ଶୁଣି କହିଥିଲେ, ଆରେ ପୁଅ, ସେବାରେ କେଉଁଠୁ ଟଙ୍କା ରୋଜଗାର ହୁଏ?
ବେପାର ବାଣିଜ୍ୟରେ ସିନା କୋଟି କୋଟି ଟଙ୍କା ରୋଜଗାର ହୁଏ, ସେବାରେ ନୁହେଁ। ଅର୍ଥ ରୋଜଗାର ସେବାର ମାର୍ଗ ନୁହେଁ, ଶୋଷଣର ମାର୍ଗ। ସେବାର ଆଧାର ସ୍ୱାର୍ଥ ଓ ଅର୍ଥ ନୁହେଁ। ଶାଗୁଣା ବିଲୁଆ ଚିକିତ୍ସକ ହେଲେ ସବ କ'ଣ ପ୍ରାଣ ପାଏ? ତମେ ସେବା କରି କି ବେପାର କର, ଆମର ସେଥିରେ କିଛି ଯାଏ ଆସେ ନାହିଁ। ତେବେ ମୋ ପାଖରେ ଏଇ ପ୍ରସ୍ତାବ କାହିଁକି? ଯତୀନ କହିଥିଲେ, ଆପଣ ଓ ମାଆଙ୍କର ନାଁରେ ନର୍ସିଂ ନାମିତ କରିବୁ। ସହର ଉପକଣ୍ଠରେ ଆଶ୍ରମ ପାଇଁ ଯେଉଁ 2 ଏକର ଜମି କିଣିଛନ୍ତି, ସେହି ଜମି ନର୍ସିଂ ହୋମ୍ ପାଇଁ ଦାନ କରିଦିଅନ୍ତୁ। ଜନ୍ମେଜୟ ବାବୁ ଶୁଣି କହିଥିଲେ, ଜନତାଙ୍କ ସେବା କରିବୁ ବୋଲି ମୁଁ ତୋତେ ଡାକ୍ତରୀ ପାଠ ପଢ଼ାଇଥିଲି, ହେଲେ ତୁ ତ ସ୍ୱାର୍ଥପରତାର ସମସ୍ତ ସୀମା ଅତିକ୍ରମ କରିଗଲୁ। ସେବା କରିବା ପାଇଁ ସରକାର ତ ତୋତେ ଦରମା ଦେଉଛନ୍ତି, ପୁଣି କାହିଁକି ଏତେ ଅର୍ଥ ଲୋଭ? ଯତୀନ ନାଁଟିକୁ ସାର୍ଥକ କରିଦେଲୁ। ମୁଁ ତୋତେ ଇଞ୍ଚେ ମଧ୍ୟ ଜାଗା ଦେଇପାରିବି ନାହିଁ। ସେଠି ସେବାଶ୍ରମ ହେବ, ମୋର ପେନ୍ସନ୍ ଅନାଥ ଶିଶୁଙ୍କ ସେବା ଲାଗିବ। ପୁଅ ଯତୀନ କହିଥିଲେ, ଶିଶୁଙ୍କ ସେବା ପାଇଁ ତ ମୁଁ ନର୍ସିଂ ହୋମ୍ଟେ କରିବି। ଜମି ଖଣ୍ଡିକ ଦରକାର ଅଛି ବାପା, ଆପଣ ସହଯୋଗ କରନ୍ତୁ। ଜନ୍ମେଜୟ ବାବୁ ଶୁଣି କହିଥିଲେ, ଆରେ ପୁଅ, ଦାନ ସତ୍ ପାତ୍ରରେ ହୁଏ, ମାଙ୍କଡ଼ ହାତରେ ଶାଳଗ୍ରାମ ଦିଆଯାଏ ନାହିଁ। ତୁ ମୋ ଠାରୁ କିଛି ଆଶା ନ ରଖିବା ଭଲ। ମୁଁ ତୋଠାରୁ କିଛି ଆଶା ରଖି ନାହିଁ। ଯତୀନର ଜମି ଖଣ୍ଡିକ ହାତେଇବା ଆଶା ମଉଳିଗଲା। ଏରୁଣ୍ଡି ପାଖରେ ରହି ସବୁ ଶୁଣୁଥିଲେ ବିଜୟଲକ୍ଷ୍ମୀ। ବିଷାଦ ମନରେ ଫେରି ଯାଉଥିଲେ ଯତୀନ। ବିଜୟଲକ୍ଷ୍ମୀ କିମ୍ବା ପୁଅ ଆଡ଼କୁ ମଧ୍ୟ ଟିକିଏ ଅନାଇଲେ ନାହିଁ। ପୁଅକୁ ଉପେକ୍ଷା କରିବା ବିଜୟଲକ୍ଷ୍ମୀଙ୍କୁ ଖୁବ୍ ବାଧିଲା। କ୍ରୋଧ ସମ୍ବରଣ କରି ବିଜୟଲକ୍ଷ୍ମୀ କହିଲେ, ପୁଅକୁ ମଧ୍ୟ ଟିକେ ଦେଖିବ ନାହିଁ? ସବୁ ମାୟାମୋହ, ସମ୍ପର୍କ ତୁଟାଇ ସନ୍ନ୍ୟାସୀ ହୋଇଯିବ ନା କ'ଣ? ଆଗକୁ ପରା ବାହାଘର, ଶୁଭ ବିବାହର ନିମନ୍ତ୍ରଣ ମୋ ପାଇଁ ଅଛି ନା ନାହିଁ? ଯତୀନ କହିଥିଲେ, ସମ୍ପର୍କ ତ ତୁମେ ତୁଟାଇଛ ବିଜୟଲକ୍ଷ୍ମୀ, ଦୋଷ କାହିଁକି ମୋତେ ଦେଉଛ? ବିଜୟଲକ୍ଷ୍ମୀ କହିଲେ, ଦୋଷ ତ ମୋର ନିଶ୍ଚୟ, ମୁଁ ଛାଡ଼ପତ୍ର ଦେଇଛି ବୋଲି, କିନ୍ତୁ ଆଉ ଗୋଟେ ଦୋଷ କରିବା ପାଇଁ ମୁଁ ପଛଘୁଞ୍ଚା ଦେବି ନାହିଁ ଯତୀନ। କାହାରି କଥାରେ ପରିଚାଳିତ ହୋଇ ବାପା ମାଆଙ୍କ ପ୍ରତି ସାମାନ୍ୟତମ ଅବମାନନା ପ୍ରଦର୍ଶନ କଲେ ମୁଁ ଭୁଲିଯିବି ଯେ ତମେ ମୋର ପତି ପରମେଶ୍ୱର ଥିଲ। ମଦ୍ୟପାନ, ନିର୍ଯାତନା, ମାନସିକ ଅତ୍ୟାଚାର, ପରକ୍ରିୟା ପ୍ରେମ ସବୁ ସହି ଯାଉଥିଲି, କେବଳ ବାପା ମାଆଙ୍କ ମୁହଁକୁ ଚାହିଁ। ଏଣିକି ଆଉ ନୁହେଁ। ତୁମେ ଏଠାକୁ ଆଉ ଆସିବ ନାହିଁ କି ବାପା ମାଆଙ୍କ ମନରେ ଆଘାତ ଦେବ ନାହିଁ। ନନ୍ଦିନୀକୁ ବାହା ହେବା ପାଇଁ ଦ୍ୱାର ମୁଁ ଉନ୍ମୁକ୍ତ କରିଦେଇଛି ଯତୀନ। ତୁମେ ଶାନ୍ତିରେ ରୁହ ଓ ଅନ୍ୟମାନଙ୍କୁ ଶାନ୍ତିରେ ରହିବା ପାଇଁ ଦିଅ। ମଉଳି ଯାଇଛି ମନ, ମଉଳି ଯାଇଛି ସୁରଭିଙ୍କ ଘରେ ମାଣବସାର ଆୟୋଜନ। କେବଳ ବିଧି ଚଳାଇବା ପାଇଁ ଧୂପ, ଦୀପ, ଫୁଲ, ଚନ୍ଦନ ସଜାଡ଼ୁ ସଜାଡ଼ୁ ସୁରଭି ଜନ୍ମେଜୟକୁ କହିଲେ, ଜୀବନର ଅପରାହ୍ନରେ ସବୁ ଆଶା ଭରସା ଉଜୁଡ଼ିଗଲା। ଗୋଟିଏ ବୋଲି ଜନ୍ମ ଦେଇଥିଲି, ସିଏ ତ ଅବାଟରେ ପାଦ ବଢ଼ାଇଲା। ଝିଅଟିଏ ଥିଲେ ବୁଢ଼ାବୁଢ଼ୀ ବାପା ମାଆଙ୍କୁ ପଚାରିଥାନ୍ତା ପରା। ବୋହୂଟି ତ ଆମର ଝିଅ ପରି ଥିଲା, କିଏ ଜାଣିଥିଲା ଏଇ ଅକାଳ ପୁଷ୍ପାଣ୍ଡ ସର୍ବନାଶ କରିବ ବୋଲି। ସିଏ ତ ଯତୀନକୁ ଛାଡ଼ପତ୍ର ଦେଲା, ଆମ ପାଖକୁ କାହିଁକି ଆସିବ? ମୁଁ ଆସୁଛି ବାପା। ହଠାତ୍ ବୋହୂର ପାଟି ଶୁଣି ଜନ୍ମେଜୟ ଓ ସୁରଭି ବୁଲି ଚାହିଁଲେ। ଆଶ୍ଚର୍ଯ୍ୟ ହୋଇ ଜନ୍ମେଜୟ ପଚାରିଲେ, ଆରେ ବୋହୂ, ତୁମେ ଆସିଛ? ବୋହୂ ବିଜୟଲକ୍ଷ୍ମୀ ଉତ୍ତର ଦେଇ କହିଥିଲେ, ମୁଁ ଘରକୁ ନ ଆସି ଆଉ କୁଆଡ଼େ ଯାଇଥାନ୍ତି ବାପା? ମୁଁ ପରା ଆପଣଙ୍କ କୁଳବଧୂ। ଏଇ ସାଧ ପୁରୁଷର ଭିଟାମାଟି ମୋ ପାଇଁ ତୀର୍ଥମାଟି। ଶାଶୁ ଶ୍ୱଶୁରଙ୍କ ପାଦ ମୋ ପାଇଁ ଗଙ୍ଗୋତ୍ରୀ। ଆଖିରେ ଆନନ୍ଦର ଲୁହ, ମୁହଁରେ ହସ। ଶାଶୁ ଶ୍ୱଶୁରଙ୍କ ପାଦ ଧୂଳି ନେଲେ ବିଜୟଲକ୍ଷ୍ମୀ, ବୋହୂଙ୍କୁ କୁଣ୍ଡାଇ ଧରି ଆଉଁସି ଦେଉଥାନ୍ତି ସୁରଭି। ଆତ୍ମୀୟତାର ଏକାତ୍ମିକତାରେ ମିଶି ଯାଇଛି ଦୁଇଟି ହୃଦୟର ଲତା। ଦୁଇଟି ପରସ୍ପର ଛନ୍ଦି ହୋଇ ଲଟେଇ ହୋଇ ଯାଇଛନ୍ତି ଯେମିତି। ପଣତ କାନିରେ ବୋହୂର ଲୁହ ପୋଛି ଦେଇ ସୁରଭି କହିଲେ, ମୁଁ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି ବୋହୂ, ତୁ ମୋ ଘରକୁ ଫେରି ଆସିବୁ ବୋଲି। ମୁଁ ସିନା ମୋ ସ୍ୱାମୀକୁ ଛାଡ଼ପତ୍ର ଦେଇଛି, ଶାଶୁ ଶ୍ୱଶୁରଙ୍କୁ ତ ଛାଡ଼ି ନେଇ ନା। ହସି ହସି କହିଲେ ବିଜୟଲକ୍ଷ୍ମୀ। ନାତିକୁ କୋଳକୁ ଟାଣି ନେଲେ ସୁରଭି। କୋମଳ ପଦ୍ମ କଳିକାର ମୁଖମଣ୍ଡଳରେ ଛାଇଦେଲେ ସ୍ନେହର ଚୁମ୍ବନ। ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତାର ତ୍ରିବେଣୀ ସଙ୍ଗମ, ଏକ ମଧୁମେହ ପରିବେଶ। ଦିଗହରା ସମାଜରେ ମଣିଷ ଏପରି ଏକ ମଧୁମେହ ପରିବେଶଠାରୁ ଦୂରେଇ ଯାଉଛି। ସ୍ୱାର୍ଥ, ଅର୍ଥ ଓ ଅହଙ୍କାରରେ ବଶବର୍ତ୍ତୀ ହୋଇ ମୂଢ଼ ମଣିଷ ଭୁଲି ଯାଉଛି ପିତା, ମାତା, ଭାଇ, ବନ୍ଧୁ, କୁଟୁମ୍ବକୁ। କାମନାର ବିଷକୁ ପିୟୁଷ ଭାବି ଆକଣ୍ଠ ପାନ କରି ଚାଲିଛି। ପୁଅର ହାତ ଧରି ଶ୍ୱଶୁର ପାଖକୁ ନେଲେ ବିଜୟଲକ୍ଷ୍ମୀ। କହିଲେ, ଆପଣଙ୍କ ନାତି ସ୍ନେହାଶିଷ, ଆପଣଙ୍କ ଦାୟାଦ। କୋଳରେ ଧରି ବଢ଼େଇଛି ଆପଣଙ୍କ କୁଳ ଚନ୍ଦ୍ରମାକୁ। କୁଳ ପ୍ରଦୀପକୁ ଆପଣଙ୍କ ହାତରେ ସମର୍ପି ଦେଉଛି ବାପା। ମୁଁ ତ ନିମିତ୍ତ ମାତ୍ର। ସ୍ନେହାଶିଷକୁ କୋଳରେ ଧରି ଜନ୍ମେଜୟ ପତ୍ନୀ ସୁରଭିଙ୍କୁ କହିଲେ, ଦୁବ ଅରୁଆ ଚାଉଳ ଦେଇ ହୁଳହୁଡ଼ି ପକାଇ ବୋହୂକୁ ମୋର ବନ୍ଦାପନା କରିଦିଅ ସୁରଭି। ସାତ ପୁରୁଷରୁ ସାଇତିଥିବା ଚନ୍ଦ୍ରହାରଟି ବୋହୂକୁ ପିନ୍ଧାଇ ଦିଅ। ପାଟ ଶାଢ଼ୀ ପିନ୍ଧି ବିଜୟଲକ୍ଷ୍ମୀ ଆଜି ଲକ୍ଷ୍ମୀ ପୂଜା କରନ୍ତୁ। ସଂସ୍କାରିତ କୁଳବଧୂ ବିଜୟଲକ୍ଷ୍ମୀ ଶାଶୁଙ୍କ ସହ ମିଶି ମାଣବସାର ସମସ୍ତ ପ୍ରକ୍ରିୟା ସମାପନ କଲେ। ଅନ୍ନ, ଡାଲି, ପିଠା ଆଦି ଲକ୍ଷ୍ମୀ ପୂଜାର ପ୍ରସାଦ କଦଳୀପତ୍ରରେ ବାଢ଼ି ଦେଲେ। ପରମ ତୃପ୍ତିରେ ଭୋଜନ ସାରିଲେ ଶାଶୁ, ଶ୍ୱଶୁର, ବୋହୂ ଆଉ ନାତି। ସୁରଭିଙ୍କ ମନରେ ବହୁତ ଦୁଃଖ ହେଲା। ପରିବାରର ସମସ୍ତଙ୍କୁ ପାଇଲେ ସେ, କେବଳ ଜନ୍ମ କଲା ପୁଅଟି ଆଜି ପରି ଦିନରେ ଆସି ଫେରି ଚାଲିଗଲା। ଏଇ ଘରର ସିଏ ଯେମିତି କେହି ନୁହେଁ।
विजयलक्ष्मी शशुर जन्मजय को कहले मते क्षमा करदे बापा मु गोटे भूल करी मु एरुंडी डेला बेलू आपण पुओ कथा मो कान पड़ा मु एरुंडी पाखे रही सबू शुणुली देव प्रतिमा पितामाता सहित एभली कथबार्ता मते आ भल लगला नहीं से फेरिला बेले मो सहित मुहांमुही होईगला एठाको आसिया मु आपण पुओ को रोकटोक मना करदेली सी आपणकर पुओ भिटामाटी मध्य आपणकर मु मना करिया केही नुहे जन्मजय कहले तुमे ठीक करिच बोहू कूलर मान मर्यादा लंघन करी जे अबाटरे गला ए भिटामाटी पाद पकाइबा कौन तार अधिकार अच्छी पुओ अबाटरे चली जाउची केमिति बा बुझिबो मार मन आशार शोधरू गोटे गोटे इटा खसी पड़ुची ता सहित आखिरु खसी पड़ुची टोपा टोपा लुह व्यथबारा हृदय सुरभि कहले जानी जाउथको किछि नाही जतिन सहित तोर बाहागर सरिला ईश्वर आशीर्वाद तोर कोल को पुओटे आसला हस खुशी फाटी पड़ूला मोर घर सबू तो भले चलता हेले सर्वनाशी डाहाणीटा केउठी आसी मो पुओ को लगिला तापर ठारू तो सबू उपद्रव चली पत्नी सुरभि अभुजा मन को बुझाइबा जाई जन्मजय कहले आपणा सुना तो भिंडी बणिया सांगे चुटी धराधरी हेले लाभ कौन आमे पर झील को कहीं निंदा करवा सुरभि आम पुओ तो होटेल रेस्तोरां क्लब पार्क बुली नाट तमाशा करुच्ची कहूँ कौन ना यह आधुनिकता सभ्यता और सम्भ्रांतर लक्षण आम कथा आम चलनी काले अचल आठणी जावतीय भ्रांत धारणार वर्षवर्ती होई आम पुओ विवाहित स्त्री और पुओ को अवहेला कला बोहूटी मोर सबुबले अशांत काल काटिला मानसिक निर्यातना सहिला मु समुदी सुखदेव सहित कथबार्ता करी जतिनी को छाड़पत्र देवाई बोहू को प्रस्ताव देली छाड़पत्र निष्पत्ति बोहू उपर छाड़देली छाड़पत्र तो सरिला मुझे जतिनी को तेजपुत्र करी तेजपुत्र कथाटी जमी सुरभि कोमल मन में अदिनिया झड़ हो बहीगला नारी बुझे नारीर मन शाशु मन में बहुवा झड़टी को विजयलक्ष्मी बुझीपारे माँ हृदय पुत्रर मोह लिभिजा एत सहज नुहे तेजपुत्र करवा कौन शेष पंथा बापा अन्य कौन विकल्प पंथा नहीं जन्मजय बाबू कहले मत तो कौन अन्य पंथा दिशु नहीं बोहू उषुना धान गजा हेब ना सी आउ बाट को फेर जन्मजय भग्न हृदय उछुड़ी पड़ा ये दुई पद कथा शाशु मोह सहित शशुर हृदय कोह को बुझीपारे विजयलक्ष्मी एभली एक विषम परिस्थिति और चरम पंथार समाधान पर मध्यम पंथाटे चिंता करी कहले विजयलक्ष्मी द्वार उन्मुक्त थाऊ बापा काले मन में परिवर्तन आसब खसीगला गोड़ तो तलू तलू आउ कौन परिवर्तन आशा करवा विजयलक्ष्मी कहले मु सबु तथ्य संग्रह करिछि बापा एही प्रीति केवल नंदिनी स्वार्थ हासिलर बाहाना नंदिनी स्वप्नर कुहुड़ी पहरुचंती जतिन आंठू गंटी छिड़वा ही सार हेब कुहुड़ी पहरिले डाक्तर नंदिनी निजर नर्सिंग होम करिवे जमी खंडिक नर्सिंग होम नारे दान भाव में मिलगले जतिन किए नंदिन किए जतिन नंदिनी राणी पछरे नंदिनी राणी आउ क्यों मणि पछरे जमी खंडिक मिलगले जतिन पाखे नंदिनी आउ किछि काम नहीं जमी न मिले जतिनी आउ आवश्यकता नहीं नंदिनी जो भाव में हेउना कहीं व्यासकवि फकीर मोहन को पेटेंट मेडिसिन सह जतिनी विताड़न सुनिश्चित बापा एक कथा शुणी शशुर जन्मजय बाबू कही धन्य तुमर धैर्य धन्य तुमर दूरदृष्टि बोहू जीवन तमाम दर्शन शास्त्र अध्ययन कली एवं अध्यापन कली वेद वेदांतर तत्व बुझिली किंतु संसार तत्व बुझीपारि नथिली विजयलक्ष्मी तापर कही आ विलंब करंतु नहीं बापा सेवाश्रम नाम जमी खंडिक दानपत्र कर दिंतु मो बापा को कहबी बापा किणी जमी खंडिक से सेवाश्रम नाम दानपत्र करदे आमर दुईटी परिवार गोटे परिवार होई सेवाश्रम रहिबा कर्मभूमि भारतर वार्ता वसुधैव कुटुंबकम समस्ते ईश्वर संतान समस्ते समस्त भाई बंधु कुटुंब असहाय शिशु एवं निसहाय वृद्ध वृद्धा आम परिवार बंधुगण आशा करूछु आपण मानकु ए कहानी निश्चय पसंद आसीथिबो कहानी पसंद आसीथिले हमर ए चैनल को लाइक एवं शेयर कर दियंतु हां जदि हमर ए चैनल को नुवा करी आछिथि चैनल टी को सब्सक्राइब करबा संगे संगे बेल आइकन को दबेई ऑल बटन टी को चिपि दियंतु जेते बेले भी एई बडी वीडियो हम चैनल रे आसीबो सर्वप्रथमे आपण मानक पाखु नोटिफिकेशन दिबो पुनी देखाइबो आगामी वीडियो रे आ एक नुवा कहानी को नै सेतबळ पंत रहउछु जय जगन्नाथ।